हेलो गाइस, वेलकम बैक टू माय चैनल। आज आम जा किट जगन्नाथ मंदिर, तो सेठी रथ यात्रा अनुष्ठित होती। चलते देखा। ଏଠି ଅପେକ୍ଷା କରିବା ଅପେକ୍ଷା ଆଙ୍କ ପଛରେ ଗୋଡେଇଲେ ପଳେଇବା ନା ଆରାମସେ। କପଡ଼ା ନାହିଁ ଏପଟେ ବି ଜାମ୍ ଲାଗିବ। ମୁଁ ବି ଚାହିଁ ନ ପଇସା ଏପଟେ। ହଁ, ତ ଫାଇନାଲି ମୁଁ ଏବେ ପଳେଇ ଆସିଲି ଗାଡ଼ି ଉପରକୁ। ତ ଏଇଠୁ ଭଲ ଭାବେ ସୁଟ୍ କରିପାରିବା। ପ୍ରବଳ ଭିଡ଼, ବହୁତ ଭକ୍ତଙ୍କ ସମାଗମ। ତ ଏବେ ଦେଖନ୍ତୁ ମୁଁ ଗାଡ଼ି ଛାତ ଉପରେ ଏଠି ବସିଛି। ତ ଏଇଠି ଦେଖନ୍ତୁ ବହୁତ ସୁନ୍ଦର ଭାବେ ସଜାଯାଇଛି ମନ୍ଦିରକୁ। ତିନି ରଥ ମନ୍ଦିର ସାମ୍ନାରେ ପହଞ୍ଚି ଯାଇଛନ୍ତି। ତ ଇଏ ଆମ ସାଙ୍ଗମାନେ। ତ ଆପଣମାନେ ଦେଖିପାରୁଛନ୍ତି ପ୍ରବଳ ଭିଡ଼। ରଥ ଯିବା ପରେ ଏଇ ଯେଉଁ ଗାଡ଼ି ସବୁ ଅଟକା ଯାଇଥିଲା ଏବେ ଛଡ଼ା ଯାଇଛି। ବହୁତ ଜାମ୍ କରୁଛନ୍ତି, ଯାହାହେଲେ ତ ଯିବାକୁ ପଡ଼ିବ। ଏଇ ରୋଡ଼ଟା ପାଖ ଆମର ହେଉଛି କିଟ୍ ରୋଡ଼। ତ ଆପଣମାନେ ବି ଆସି ଦେଖିପାରିବେ। ବର୍ତ୍ତମାନ ଏଇଠି ଭଜନ ସମାଗ୍ରହ ଚାଲିବ ବାହୁଡ଼ା ପର୍ଯ୍ୟନ୍ତ। ତ ପଛରେ ମୀନା ବଜାର ବି ପଡ଼ିଛି। ତ କାଲି ନେକ୍ସଟ ଭିଡ଼ିଓରେ ଆପଣ ମୀନା ବଜାରର ଭିଡ଼ିଓ ଦେଖିପାରିବେ। ତ ଆସନ୍ତୁ ଆଜି ଠାକୁରଙ୍କୁ ଦର୍ଶନ କରିବା। ତ ଏବେ ଆଜି ତ ମୁଁ ଡ୍ୟୁଟିରେ ଅଛି, ଯାଇପାରିବିନି ଠାକୁରଙ୍କ ପାଖକୁ। ତ ମୁଁ ଠାକୁରଙ୍କୁ ଦେଖେଇବି କାଲି। ନେକ୍ସଟ ଭିଡ଼ିଓରେ ମୋତେ ସମୟ ହେଲେ ଠାକୁର ଦେଖେଇବି, ଠାକୁରଙ୍କୁ ଦର୍ଶନ କରିବି। ଏଇଠି ଦେଖନ୍ତୁ ତିନି ରଥ ପୁରା ମନ୍ଦିର ସାମ୍ନାରେ ଠିଆ ହୋଇଛି, ପହଞ୍ଚି ଯାଇଛନ୍ତି। ବହୁ ଭକ୍ତ ସମାଗମ। ମେନ୍ ରୋଡ଼କୁ ଉଠିବା ପାଇଁ ଦେଖନ୍ତୁ ପ୍ରବଳ ଜାମ୍। ନେକ୍ସଟକୁ ଆପଣମାନେ ବି ଚାହିଁଲେ ଆସି ଦେଖିପାରିବେ, ଠାକୁରଙ୍କ ଦର୍ଶନ ନେଇ କରିପାରିବେ। ଏଇଠୁ ବର୍ତ୍ତମାନ 8 ଦିନ ପର୍ଯ୍ୟନ୍ତ ପୁରା ବାହୁଡ଼ା ପର୍ଯ୍ୟନ୍ତ ଚାଲିବ ଭଜନ ସମାଗମ। ବଡ଼ ବଡ଼ ମେଲୋଡ଼ି ଭଜନ ସନ୍ଧ୍ୟା ପ୍ରୋଗ୍ରାମ କରାଯିବ। ବଡ଼ ବଡ଼ ଆର୍ଟିଷ୍ଟମାନେ ଆସିବେ, ସିଙ୍ଗରମାନେ ଗୀତ ଗାଇବା ପାଇଁ। ତ ତା ସହିତ ମୀନା ବଜାରର ବି ମଜା ନେଇପାରିବେ। ଏଇଠି ଦେଖନ୍ତୁ ସାମ୍ନାରେ ଶିଖରଚଣ୍ଡୀ ମନ୍ଦିର, ଏଇ ପାହାଡ଼। ଏଇଠୁ ତିନି ରଥ ଦେଖନ୍ତୁ। ଆମେ ପ୍ରବଳ ଭିଡ଼ ହେତୁ ଆମ ଗାଡ଼ି ଛାଡ଼ିକି ଯାଇ ହେଉନି। ତ ଠାକୁରଙ୍କୁ ଦେଖେଇବି। ନେକ୍ସଟ ଭିଡ଼ିଓରେ ଆପଣମାନେ ଦେଖିପାରିବେ, ଠାକୁରଙ୍କର ଦର୍ଶନ କରିପାରିବେ। ତ ଏଇଠି ଦେଖନ୍ତୁ ଆମେ କିଟ୍ ରୋଡ଼କୁ ପଳେଇ ଆସିଛେ। ଏଠି ବି ଭିଡ଼ ପ୍ରବଳ। ରଥ ପହଞ୍ଚିଗଲାଣି, ତେଣୁ ସମସ୍ତେ ଘର ବାହୁଡ଼ା ହେଲେଣି, ସେଥିପାଇଁ ରୋଡ଼ ଜାମ୍। ଇଏ ହେଉଛି ଆମର ମନ୍ଦିର।